ମୁଁ ଆଜି ଏକ ଭିନ୍ନ ଉପାୟ ଛତୁ ଉତ୍ପାଦନ କରିବା ଶିଖେଇବି। ଲୁଣ ପାଣି ଆଉ ଛତୁ ଧୁଆ ପାଣି କିମ୍ବା ପଚି ଯାଇଥିବା ଛତୁକୁ ପାଣିରେ ଗୁଣ୍ଡ କରି ସେଇ ପାଣିକୁ ଏ ବେଡ୍ ଉପରେ ପକାଗଲା ଆଉ ଏପରି ପୁନର୍ବାର ଆମେ ଛତୁ ପାଇପାରିବା। ଆମେ ଯେଉଁ ଛତୁ ଉତ୍ପାଦନ କଲା ପରେ ବେଡ୍ଟିକୁ ଫିଙ୍ଗି ଦେଇଥାଉ, ସେଇ ବେଡ୍ରୁ ଆମେ ଦ୍ୱିତୀୟ ଥର ମଧ୍ୟ ଏମିତି ଛତୁ ପାଇପାରିବା। ପୂର୍ବ ଅପେକ୍ଷା ଏଥିରେ ଟିକେ କମ୍ ମିଳେ। କିପରି କରାଯିବ ସେ ବିଷୟରେ ମୁଁ ଚାଲନ୍ତୁ ଶିଖେଇବି। ପ୍ରଥମେ ଆମେ ଗୋଟେ ପାତ୍ରରେ କିଛି ପାଣି ନେବା ଆଉ ପାଣି କିଛି ଲୁଣ ମିଶେଇଦେବା। ସେଥିରେ ପଚି ଯାଇଥିବା ଛତୁ ଏଥିରେ ପକାଇ ଗୁଣ୍ଡ କରିବା। ଛତୁ ଏବଂ ଲୁଣ ପାଣିକୁ ଭଲ ଭାବେ ଗୋଳେଇ ଦେବା। ଗୋଳେଇ ଦେଲା ପରେ ଆମେ ଯେଉଁ ପଚି ଯାଇଥିବା ଛତୁକୁ ଏମିତି ଟୁକଡ଼ାକୁ ବାହାର କରିଦେବା। ବାହାର କରିଦେଲା ପରେ ଆମେ ସେଇ ପାଣିକୁ ଏମିତି ବେଡ୍ରେ ପକେଇବା। ଏପରି ବେଡ୍ରେ ପକେଇବା। ବେଡ୍ର ଚାରିପଟେ ଏମିତି ପକେଇଦେବା। ସବୁ ବେଡ୍ର ଚାରିପଟେ ମୁଁ ସେ ପାଣିକୁ ଛିଞ୍ଚି ଦେଲି। ଛିଞ୍ଚି ଦେଲା ପରେ ଆମେ ପ୍ରଥମେ ଯେପରି ପଲିଥିନ୍ ଘୋଡ଼େଇ ରଖୁଥିଲା, ଏଥିରେ ମଧ୍ୟ ଆମେ এই ପଲିଥିନ୍କୁ ଆମେ ଘୋଡ଼େଇ ରଖିବା। 8-10 ଦିନ ପରେ এই ବେଡ୍ରେ ପୁନର୍ବାର ଛତୁ ପାଇପାରିବା। ଏଥିରେ କିନ୍ତୁ ପ୍ରଥମେ ଯେପରି ମିଳିଥିଲା ସେଥିରୁ ଟିକେ କମ୍ ଆଦାୟ ହୁଏ। ଆମେ ବେକାର ଏହାକୁ ଫିଙ୍ଗି ଦେଇଥିଲା, ତା ଅପେକ୍ଷା ଆମେ ଏଇ ଲୁଣ ପାଣି ଆଉ ଛତୁ ଧୁଆ ପାଣି ଦେଇ ଏଥିରେ ଆମେ କିଛି ପରିମାଣରେ ଦ୍ୱିତୀୟ ଥର ଛତୁ ଉତ୍ପାଦନ କରିପାରିବା। କିପରି କରିବା ସେ ବିଷୟରେ ଦେଖିଲେ ଆପଣମାନେ ମଧ୍ୟ ଯଦି ଯେଉଁମାନେ ଛତୁ ଚାଷ କରୁଛନ୍ତି ସେମାନେ ପ୍ରଥମ ଅମଳ ପରେ ସେ ବେଡ୍କୁ ନ ଫିଙ୍ଗି ସେଥିରେ ଏମିତି ଲୁଣ ପାଣି ଆଉ ଛତୁ ଧୁଆ ପାଣି କିମ୍ବା ପଚି ଯାଇଥିବା ଛତୁକୁ ଗୁଣ୍ଡ କରି ସେ ପାଣିରେ ଆମେ ଦେଇ ଦ୍ୱିତୀୟ ଥର
କିଛି ଛତୁ ଅମଳ କରିପାରିବା।